ଗଏବ ଏକ ବିଶ୍ଳେଷଣ। ଗଏବ ଏକ ଉର୍ଦ୍ଦୁ ବା ଆରବୀ ଶବ୍ଦ ଯାହାର ମାନେ ଯାହା ଅଜଣା ଅଦୃଶ୍ୟ ହୋଇଅଛି। ମଣିଷକୁ ଜଣାଯାଇ ଅଥବା ଦେଖାଯାଇ ନାହିଁ, ପରନ୍ତୁ ଏହା ଗୁପ୍ତ ଗୋପନୀୟ ଲୁଚିକି ଅଛି। ହୋଇସାରିଲା ପରେ ମଣିଷ ଜାଣିଯାଇଥାଏ କି ଗଏବ ବା ଅଦୃଶ୍ୟ ଅଜଣା ବୋଲି କିଛି ଅଛି ବା ଥିଲା, ନହେଲେ ହୋଇନଥାନ୍ତା। ଜଣାଯାଇ ଦେଖାଯାଇ ନଥାନ୍ତା, ଅଛି ବୋଲି ଜଣାଗଲା ଦେଖାଗଲା। ଜଗତରେ ସଂସାରରେ ସବୁ ବା ପ୍ରତ୍ୟେକ ଅସ୍ତିତ୍ୱ ବା ଅଛି, ଯାହାକି ଗୁପ୍ତ ଗୋପ୍ୟ ଗୋପନୀୟ ହୋଇ ସେଇଥିରେ ଥାଏ ରହସ୍ୟ ବା ମିଷ୍ଟ୍ରି। ଏହାକୁ ଗଏବ ବୋଲି ଇସଲାମ ଧର୍ମ ଇସଲାମୀ ମଣିଷକୁ କହିଛି, ଜଣାଇଅଛି। ଇମାନ ବା ୟକିନ ଆଣ, ବିଶ୍ୱାସ କର ବୋଲି ଆଦେଶ ବି ଦେଇଛି। ନହେଲେ ତୁମେ ଅଲ୍ଲାହର ବନ୍ଦା, ଭକ୍ତ ବା ଦାସ, ମୁସଲମାନ ବୋଲି କୁହାଇପାରିବ ନାହିଁ। ଇସଲାମ ଧର୍ମ ଗ୍ରହଣ କଲ ବୋଲି ଜଣାଯାଇପାରିବ ନାହିଁ। ତୁମେ ହେବ କାଫିର ବା ଅବିଶ୍ୱାସୀ, ମୁନକିର ବା ବିମୁଖୀ, ଅମାନିଆ, ମୁନାଫିକ ବା କପଟୀ, ବିଶ୍ୱାସଘାତକ ଏବଂ ଫାସିକ ବା ଧର୍ମ ନଷ୍ଟୀ ବା ଧର୍ମ ନଷ୍ଟକାରୀ। କୋରାନ ମଣିଷକୁ ଏହା ଜଣାଇ ଦେଇଅଛି ଆଲ୍ଲାହଙ୍କ ବାଣୀ ଦ୍ୱାରା। ଯେତେବେଳେ ଅବିଶ୍ୱାସୀ ବା କାଫିର ଏବଂ ସମକକ୍ଷକାରୀ ବା ମୁଶରିକ, ମଜୁସୀ ବା ଆତିଶପରସ୍ତ ବା ନିଆଁର ପୂଜାକାରୀ, ମୂର୍ତ୍ତି ପ୍ରତିମା, ଗଛ, ସାପ, ସୂର୍ଯ୍ୟଙ୍କୁ ଆଲ୍ଲାହଙ୍କ ସହିତ ତୁଳନା କରାଇ ସମାନ କରାଇ ପୂଜା କରୁଥିବା ଲିଙ୍ଗ ପୂଜାକାରୀ, ସମକକ୍ଷୀ ବା ମୁଶରିକ, ସେସବୁ ମିଛ ଧର୍ମ ଛାଡ଼ି ଏକେଶ୍ୱରବାଦ ଆଲ୍ଲାହର ଧର୍ମ ଇସଲାମକୁ କବୁଲ ବା ଗ୍ରହଣ ଶରୀର ମନରେ କରିବାକୁ ଯଦି ସେ ଚାହେଁ, ତାକୁ ପ୍ରଥମେ କହିବାକୁ ହେବ ଲା ଇଲାହା ଇଲ୍ଲଲ୍ଲାହ ମୁହାମ୍ମାଦୁର ରସୂଲୁଲ୍ଲାହ। ମାନେ ହେଲା ଆଲ୍ଲାହଙ୍କ ଛଡ଼ା ଆଉ କେହି ପୂଜାଯୋଗ୍ୟ ନୁହନ୍ତି ଏବଂ ମହମ୍ମଦ ହେଉଛନ୍ତି ଆଲ୍ଲାହଙ୍କର ଅଜଣା ବା ଅଦୃଶ୍ୟ କଥାର ଜଣାଇବାକାରୀ, ନବୀ ବା ଆକାଶୀ ପୁସ୍ତକ ଧାରଣକାରୀ, ରସୂଲ। ଏହି ମନ୍ତ୍ର ବା ଶ୍ଲୋକକୁ ମନରେ ସତ ବୋଲି ମାନିବ, ପାଟିରେ କହିବ, ତେବେ ଯାଇ ମୁସଲମାନ ବା ଆଲ୍ଲାହ ସ୍ୱୟମ୍ଭୂ ବା ଆପଣାଜାତ ଖୋଦାର ବନ୍ଦା, ଦାସ ବା ଭକ୍ତ ହେବ। ପୁଣି ଆଉ ଏକ ଶ୍ଲୋକ ଅଛି, ତାହାର ମାନେ ହେଲା, ମୁଁ ବିଶ୍ୱାସ ଆଣିଲି ଆଲ୍ଲାହଙ୍କ ଉପରେ, ତାର ଦେବଦୂତଙ୍କ ଉପରେ, ତାର ସମସ୍ତ ନବୀ। ଯିଏକି ଅଜଣା କଥାର ଜଣାଣକାରୀ, ତାକୁ ନବୀ କୁହାଯାଏ। ପୟଗମ୍ବର, ଯିଏ ଆଲ୍ଲାହଙ୍କ ବାର୍ତ୍ତା ଧରି ଆସନ୍ତି, ସେ ପୟଗମ୍ବର ମାନଙ୍କ ଉପରେ, ତାର ସବୁ ଦୈବୀ ପୁସ୍ତକ ଯଥା ତୌରାତ, ଜବୁର, ଇଞ୍ଜିଲ ଏବଂ କୋରାନ ମଜିଦ୍ ଉପରେ, ଭାଗ୍ୟ ଉପରେ ଏବଂ ମଲା ପରେ ଦ୍ୱିତୀୟ ଥର ଜୀବନ୍ତ ହେବା ଉପରେ ବିଶ୍ୱାସ ଆଣିଲି। ପ୍ରଥମ ଥର ଜୀବନ୍ତ ହେବା ମା ପେଟରେ ହୋଇଥିଲା। ମା ପେଟ ଶିଶୁର ପ୍ରଥମ କବର, ଯେଉଁଠି ସେ ମୃତପିଣ୍ଡ ହୋଇ ମଲାଙ୍କ ଭଳି ପଡ଼ିଥିଲା। ପରେ ଜୀବନ ପାଇ ଜନ୍ମ ହେଲା। ମଲା ପିଲା ବି ମା ପେଟରୁ ବାହାରେ, ସେଥିପାଇଁ ମା ପେଟ ପିଲାର ପ୍ରଥମ କବର। ତେଣୁ ମଲା ପରେ ମଣିଷକୁ ନିଆଁରେ ନ ପୋଡ଼ି ମାଟିରେ ପୋତିଦେବା ଭଲ। ଯିଏ ପୋତା ନ ହୋଇ ପୋଡ଼ା ହେବ, ସେ ସିଧାସଳଖ ନର୍କ ଯନ୍ତ୍ରଣାକୁ ଚାଲିଯିବ। ନର୍କର ଅନ୍ୟ ନାମ ନିଆଁ। କୋରାନରେ ବାକ୍ୟଟିଏ ଅଛି, ଫିନ୍ନାରେ ଜାହାନ୍ନାମା ଖାଲିଦିନା ଫିହା। ଓଡ଼ିଆ ଅର୍ଥ ହେଲା, ନିଆଁରେ ପୋଡ଼ା ହୋଇ ସିଧା ନର୍କକୁ ଚାଲିଯାଅ। କୋରାନ ଭାଗ 30 ଦେଖନ୍ତୁ। ଇମାନ ମୁଫସ୍ସିଲ ଏବଂ ଇମାନ ମୁଜମ୍ମିଲ ନାମରେ ଦୁଇଟି କଲମା ବା ମନ୍ତ୍ର ଅଛି, ଯାହାକୁ ମୁସଲମାନ ଆଲ୍ଲାହର ଭକ୍ତ ପଢ଼େ। ମଲା ପରେ ଦ୍ୱିତୀୟ ଥର ଜୀବନ ପ୍ରାପ୍ତିରେ ଯେଉଁ ମଣିଷ ସତ୍ୟ ପ୍ରକୃତ ବିଶ୍ୱାସ କରିବ ନାହିଁ, ସେଭଳି ମଣିଷ ଆଲ୍ଲାହର ଭକ୍ତ ବା ବନ୍ଦା, ମୁସଲମାନ କଦାପି ହୋଇପାରିବ ନାହିଁ। ବିଶ୍ୱାସ ସବୁଠୁ ବଡ଼ କଥା, ତାପରେ ଯାଇ ନମାଜ, ରୋଜା, ଜକାତ ଏବଂ ହଜ କଥା ଆସିବ। ଅକିଦା ସବୁଠୁ ବଡ଼, ତାପରେ ଯାଇ ଅମଲ ବା ଇସଲାମୀ ଧର୍ମୀୟ କାର୍ଯ୍ୟକଳାପ। ଅକିଦା ମାନେ ୟକିନ ବା ବିଶ୍ୱାସ। ଅକିଦା ଥାଇ ଅମଲ ଅଛି, ଅକିଦା ନଥାଇ ଅମଲ ବ୍ୟର୍ଥ ବା ନିଷ୍ଫଳ। ତେବେ ସେହି ଅକିଦାରୁ ଗୋଟିଏ ହେଲା ଗଏବ ବା ଅଜଣା ଅଦୃଶ୍ୟ। ଏହା ଅଛି ଏବଂ ହେବ। ଏହାକୁ ବିଶ୍ୱାସ କରିବାକୁ ନିହାତି ପଡ଼ିବ, ନଚେତ୍
ମଣିଷ ମୁସଲମାନ ବା ଅଲ୍ଲାହର ଭକ୍ତ ହୋଇପାରିବ ନାହିଁ, କୁହାଇପାରିବ ନାହିଁ। ମଲା ପରେ ମଣିଷ ମୁସଲମାନ ଥାଇ ଖ୍ରୀଷ୍ଟିଆନ ରହି ମାଟିରେ କବର ପାଉ, କାଠ ବାକ୍ସରେ ରହି ମାଟି ଗାତରେ ପୋତାଯାଉ, ନିଆଁରେ ହିନ୍ଦୁଙ୍କ ଭଳି ପୋଡ଼ାଯାଉ ଅଥବା ସମୁଦ୍ରରେ ବୁଡ଼ି ମରୁ, ସାପ କାମୁଡ଼ାରେ ମରୁ ଏବଂ ଯେମିତି ଉପାୟରେ ସଂସ୍କାରିତ ହୋଇଥାଉ, ତାକୁ ଆଉ ଥରେ ଜୀବନ ପାଇବାକୁ ଅଛି ବା ହେବ। ଆଲ୍ଲାହ କୋରାନର ୟାସିନ୍ ନାମକ ପାଠରେ କହିଛନ୍ତି, ଇନ୍ନା ନାହିନୁ ନୁହିୟଲ ମୌତା, ମାନେ ହେଲା ଏଥିରେ କୌଣସି ସନ୍ଦେହ ନାହିଁ କି ଯେ ଆମ୍ଭେ ଆଲ୍ଲାହ ମୃତକଙ୍କୁ ଜୀବିତ କରିବୁ। ପୁଣି ତାହା ନାମକ ପାଠରେ କହିଛନ୍ତି, ମିନ୍ହା ଖଲକ୍ନାକୁମ୍ ଓଫିହା ନୁଇଦୁକୁମ୍ ଓମିନ୍ହା ନୁଖରିଜୁକୁମ୍ ତାରତନ୍ ଉଖରା। ଭାଗ 16। ଓଡ଼ିଆ ଅର୍ଥ ହେଲା, ଆମ୍ଭେ ଆଲ୍ଲାହ ମଣିଷକୁ ମାଟିରୁ ହିଁ ତିଆରିଅଛୁ, ସେଥିରେ ମୃତ୍ୟୁ ଦେଇ ନେଇଯିବୁ, ସେଥିରୁ ପୁଣି ଦ୍ୱିତୀୟ ଥର ବାହାର କରାଇବୁ, କାରଣ ବିଚାରିତ କରିବା ପାଇଁ ଆଲ୍ଲାହର ସ୍ୱର୍ଗ ନର୍କକୁ ଅମର ଅକ୍ଷୟ ରୀତିରେ ଶରୀର ମନରେ ଜୀବନ୍ତ ଥାଇ ଯିବା ପାଇଁ। ଆଲ୍ଲାହ କହିଛନ୍ତି, ମୁଁ ସ୍ୱୟମ୍ଭୁ ଆପଣାଜାତ ଖୋଦଜାତ ଖୋଦା ସବୁକିଛି କରିପାରେ। କରିବା ମୋ ପାଇଁ ଜମାରୁ ଅସମ୍ଭବ ନୁହେଁ। ମୁଁ କୁନ୍ ଫୟକୁନ୍ ବା ହୋଇଯା ହୁଅ କହିଲେ ସବୁକିଛି ହୋଇଯାଏ। ମଣିଷ ତୁ ମୁସଲମାନ ବା ଆଲ୍ଲାହର ଭକ୍ତ ହୋଇ ମର। ମରିଲେ ନର୍କ ଯାତନାରୁ ମୋକ୍ଷ ମୁକ୍ତି ବା ସାଲଭେସନ୍ ପାଇବୁ, ନଚେତ୍ ଚିର ନର୍କଗାମୀ ହେବୁ। ଆଲ୍ଲାହର ସତ୍ୟ ସଂକଳ୍ପ। ଆଲ୍ଲାହ ସଂକଳ୍ପ ଭଙ୍ଗକାରୀ ନୁହେଁ। ଆଲ୍ଲାହର କଥା ହୋଇକି ରହିବ। ମଣିଷ ବିଶ୍ୱାସ ନ କରିପାରେ, ନ କଲେ ମଲା ପରେ ସଜା ପାଇବ, ଶାସ୍ତି ଭୋଗିବ। ଯେହେତୁ ଇସଲାମ ଧର୍ମ ବ୍ୟତୀତ ଧର୍ମ ନାହିଁ, ଯାହା ବା ହିନ୍ଦୁ ଖ୍ରୀଷ୍ଟ ଜୈନ ବୌଦ୍ଧ ଶିଖ ମହିମା ହୋଇଅଛି, ସେସବୁ ମୂଳ ବା ଆଦି ବା ପ୍ରଥମ ଧର୍ମ ଇସଲାମରୁ ବାରମ୍ବାର ବଦଳି ବଦଳି ବାତିଲ ବା ରଦ୍ଦ ଧର୍ମ ହୋଇଅଛି। କୋରାନ ଦେଖନ୍ତୁ। ପ୍ରକୃତ ବା ବାସ୍ତବ ହକ୍ ଧର୍ମ ହେଉଛି ଇସଲାମ। ଇସଲାମ ଧର୍ମ ଗ୍ରହଣ କଲେ ମଣିଷ ତାର ପାପର ସଜା ମୁକ୍ତି ପରେ ଶେଷରେ ସ୍ୱର୍ଗ ଜନ୍ନତ ବା ବୈକୁଣ୍ଠରେ ଯାଇ ଶାନ୍ତି ବା ଅମନ ସଲାମତି ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବ, ନହେଲେ ଚିର ନର୍କଗାମୀ ବା ଜହେନ୍ନୁମ ବା ଦୋଜଖରେ ରହି ସଜା ପାଇବ, ଭଳି ଭଳିକି ଶାସ୍ତି ଭୋଗିବ। କେହି ତାକୁ ରକ୍ଷା କରିପାରିବେ ନାହିଁ। ମଣିଷ ମୋର ଧନ, ତେଣୁ ଅବଶ୍ୟ ମୋର ହେବ। ଇନ୍ନା ଲିଲ୍ଲାହି ୱ ଇନ୍ନା ଇଲୈହି ରାଜିଉନ୍, ଯାହାର କୋରାନୀ ଆରବୀ ଶ୍ଲୋକ ବା ଆୟତ। ମଣିଷ ମୋର ଆଲ୍ଲାହର ଆତ୍ମା ରୋଗର ଚିକିତ୍ସକ ଗ୍ରନ୍ଥ। ମଣିଷର ରୁଗ୍ଣ ମଇଳା ଆତ୍ମାର କୋରି ସଫା କରି ଦେଉଥିବା କୋରିତ ଗ୍ରନ୍ଥ କୋରାନ ପଢ଼ି ମୁସଲମାନ ବା ଆଲ୍ଲାହର ଭକ୍ତ ହୋଇ ମଲେ ରାହତ ବା ମୁକ୍ତି ପାଇବ, ନହେଲେ ନର୍କଦଣ୍ଡରେ ପଡ଼ିବ। ଯେମିତି ଖରାଦିନର ଫଟା ଟାଙ୍ଗରା ଅନାବାଦୀ ବଞ୍ଜର ଭୂଇଁ ଫାଟି ଆଁ କରି ପଡ଼ିଥାଏ, ପୁଣି ବର୍ଷା ଜଳ ପଡ଼ି ଦୁବ ଘାସ କଅଁଳି ଶ୍ୟାମ ସବୁଜିମାରେ ଭରିଯାଏ, ଏଇମିତି ହେ ମଣିଷ, ତୁମେ ମଲା ପରେ ମୋର ଭୂଇଁରୁ ମୋର ଗୋଟିଏ ନିଦା ବା ଡାକ କୁନ୍ ଫୟକୁନରେ ବାହାରିବ। ଆଲ୍ଲାହର କଥା ହୋଇକି ରହିବ। ମୋ ଛଡ଼ା ଆଉ ଦ୍ୱିତୀୟ ଖୋଦା ନାହିଁ କିମ୍ବା ଇସଲାମ ଧର୍ମ ବ୍ୟତୀତ ଆଉ ଧର୍ମ ହିଁ ନାହିଁ। ହେ ମଣିଷ, ତୁ ଫେର କୁଆଡ଼େ ମୁହଁ ମୋଡ଼ି ଯାଉଛୁ? କ'ଣ ଇସଲାମ ଧର୍ମ କବୁଲ କରୁଛୁ ନା ନାହିଁ? କବୁଲ ମାନେ ଗ୍ରହଣ, ମନରେ ମାନିବା, ଶରୀରରେ ପାଳିବା। ହେ ମଣିଷ, ମୂର୍ଖ ମୂଢ଼ ଅଜ୍ଞ ବା ନାଦାନ ହୋଇଯାଅ ନା। କୋରାନ ପଢ଼, ବୁଝ, ଶିଖ, ଅନ୍ୟ ଜ୍ଞାନୀ ଲୋକକୁ ପଚାର, ଉପଲବ୍ଧ। ହେ ମଣିଷ, ଆଲ୍ଲାହଙ୍କୁ ଛାଡ଼ି ଆଉ ଦ୍ୱିତୀୟ ଖୋଦା ଉପାସ୍ୟ ପୂଜନା କି ତୁ ଜହେନ୍ନୁମ ବା ନର୍କରେ ଫୋପଡ଼ା ଯିବୁ। ଧକ୍କା ଖାଇ, ତାନା ବା କମେଣ୍ଟ ମରାଯାଇ, ଅଜାବ ବା ଯନ୍ତ୍ରଣା ଦେବାକାରୀ ଫରିସ୍ତା ବା ଦେବଦୂତ ଏଞ୍ଜଲଙ୍କ ଦ୍ୱାରା। କୁଲ୍ଲୁ ନଫସିନ୍ ଜାଏକାତୁଲ ମୌତ, ଅର୍ଥାତ୍ ପ୍ରତ୍ୟେକ ଜୀବ ମୃତ୍ୟୁର ସ୍ୱାଦ ଚାଖିବେ। ମୁଁ ଆଲ୍ଲାହ ମୃତ୍ୟୁ ଓ ଜୀବନ ଏଥିପାଇଁ ରଖିଅଛି କି ପରୀକ୍ଷା କରି ଜାଣିବି, ହେ ମଣିଷ, ତୁମମାନଙ୍କ ମଧ୍ୟରୁ କାହାର କାମ ଭଲ।
ତେଣୁ ମୃତ୍ୟୁର ସ୍ୱାଦର ଅର୍ଥ ହେଲା ରୋଗରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ହତ୍ୟା ପାଇ ଜହର ପିଇ ଆତ୍ମହତ୍ୟା କରି ଇତ୍ୟାଦି ସେହି ସ୍ୱାଦ। କୋରାନକୁ ଯଦି ମିଛ ମନେ କରୁଛ, ଅଲ୍ଲାହର କିତାବ ବା ବହି ବୋଲି ନ ଭାବୁଛ, ତେବେ ପ୍ରମାଣ ଦିଅ। ଖୋଦା ବା ଅଲ୍ଲାହ ବାଜିର ସହିତ କହୁଛି, କଦାପି ପ୍ରମାଣ ଦେଇପାରିବ ନାହିଁ। ଅଗତ୍ୟା ଡର ସେଇ ନିଆଁକୁ ଯାହାର ଇନ୍ଧନ ମଣିଷ ଓ ପଥର ଅଛି, ପ୍ରସ୍ତୁତ ହୋଇ ରହିଛି ଅବିଶ୍ୱାସୀ କାଫିର ମଣିଷ ପାଇଁ ତାର ମଲା ପରେ। ଗାଏବର ଉଦାହରଣ, ମଲା ପରେ ମୃତ ମଣିଷ ପାଖକୁ ମୁନକିର ନକିର ଦ୍ୱୟ ଫରିସ୍ତା ଆସିବା, ମଣିଷକୁ ଜୀବନ ଦେଇ ବସାଇବା, 3ଟି ପ୍ରଶ୍ନ ପଚାରିବା। ମଣିଷର ଦେହରେ କେରାବିନ କାତେବିନ ନାମରେ 2 ଫରିସ୍ତା ଥାଇ ମଣିଷର ପାପ ପୁଣ୍ୟ ଲେଖୁଛନ୍ତି। ପାଠ କାଫ, କୋରାନ ଭାଗ 26ରେ ଅଛି। ମଣିଷ ଜାଣୁନି ଯାତ୍ରାରେ ଯିବା ବାଟରେ ହଠାତ୍ ମରିଯିବା, ଦୁର୍ଘଟଣାଗ୍ରସ୍ତରେ ପଡ଼ିବା, ରାତିରେ ତାର ଘରେ ଚୋର ପଶିବା, ବିପଦରେ ପଡ଼ିବା ଇତ୍ୟାଦିକୁ ଗାଏବ ବା ଅଜଣା ଅଦୃଶ୍ୟ କୁହନ୍ତି, ଯାହାକି ଅଲ୍ଲାହ ଜାଣେ କରାଏ, ମଣିଷ ଜାଣିନଥାଏ। ଅଲ୍ଲାହ ମଣିଷକୁ ଯଦି ଚତୁର କରି ମା ପେଟରେ ଜାତ କରାଇଛନ୍ତି, ସେ ନିଜେ ବି ମଣିଷଠାରୁ ଅଧିକରୁ ଅଧିକ ଚତୁର। ମଣିଷ ଅଲ୍ଲାହଙ୍କୁ ନିର୍ବୋଧ ବୋଲି ନ ଭାବୁ। ମଣିଷ ଅଲ୍ଲାହଙ୍କ ପାଇଁ ଚତୁର, ପାଠୁଆ, ଶିକ୍ଷିତ ହୋଇଛି। ଅଲ୍ଲାହ ନିଜେ କୋରାନର 30 ଭାଗର ଅଲକ ପାଠରେ କହିଛନ୍ତି, ଅଲ୍ଲାହ ମଣିଷକୁ ରକ୍ତର ଜମାଟ ବନ୍ଧାରୁ ଗୋଟଳାରୁ ସୃଷ୍ଟି କରାଇଛନ୍ତି ଏବଂ ଲେଖନୀ ଦ୍ୱାରା ଲେଖିବା ଶିଖାଇଛନ୍ତି, ଯାହା ମଣିଷ ଜାଣିନଥିଲା। ତଥାପି ମଣିଷ ମୋର ଅଲ୍ଲାହର ସହିତ ସର୍କସି ବା ଚାଲବାଜି କରୁଛି। ଜାଣୁନାହିଁ କି ଅଲ୍ଲାହ ମଣିଷକୁ ଦେଖୁଛି ବୋଲି? କ'ଣ ନିଜକୁ ଧନୀ ବା ଥିଲାବାଲା ମଣୁଛି? ହଉ, ମଣୁଥାଉ। ଆଉ ଯେବେ ମଣିଷ ନମାଜ ପଢ଼ୁଛି, ତାକୁ ମନା କରୁଛି, ଜରୁର ମୁଁ ଏଭଳି ମଣିଷର କପାଳର କେଶଗୁଚ୍ଛକୁ ଟାଣି ଘୋଷାଡ଼ି ଆଣିବି। ଡାକୁ ସେ ତାର ସାହାଯ୍ୟକାରୀକୁ, ମୁଁ ବି ଯନ୍ତ୍ରଣା ଦେବାକାରୀ ଦେବଦୂତ ସିପାହୀଙ୍କୁ ଡାକୁଛି। ହଁ ହଁ, ତୁମେ ଏଭଳି ମଣିଷର କଥା ମାନ ନା, ନମାଜ ପଢ଼ ଆଉ ମୋର ନିକଟବର୍ତ୍ତୀ ହୋଇଯାଅ। ଅଲ୍ଲାହ ଦୁର୍ବଳ ଶକ୍ତି ନୁହେଁ ଯେ ମଣିଷ ତାର ଆୟତ୍ତରୁ ବାହାରି ଯିବ, ଖସି ପଳାଇବ। ଅଲ୍ଲାହ ନିଜକୁ ପ୍ରତିଶୋଧୀ ଓ ଯେସାକୁ ତେସାକାରୀ କହିଛନ୍ତି। ମଣିଷ ନିଜ ଉପରେ ଜମାରୁ ଭରସା ନ କରୁ, ମୋରି ଉପରେ ଭରସା କରୁ, ଆସ୍ଥା ରଖୁ। ହଁ, ଚେଷ୍ଟା କରୁ, କିନ୍ତୁ ଫଳ ମୁଁ ଦେବି। ସବୁ କଥାରେ କହୁ, ଅଲ୍ଲାହ ବା ଭୂମି, ଗଗନ, ବାୟୁ, ନିଆଁର ସ୍ରଷ୍ଟା ତଥା ଅଧିକାରୀଙ୍କ ନାମ। ଭଗବାନ ଚାହିଁଲେ ମୁଁ ମଣିଷ ଏ କାମ କରିଦେବି, କାରଣ ମଣିଷ ଅଜଣା ଅଦୃଶ୍ୟର ନାମ, ଗଏବକୁ ଜାଣୁନାହିଁ, କ'ଣ ତାର ଭାଗ୍ୟରେ ଅଛି। ଏମିତି କିଛି ଲୋକ ଇନଶାଆଲ୍ଲାହ ତାଆଲା ବା ଅଲ୍ଲାହ ଚାହିଁଲେ ନ କହି ନିଜ ଉପରେ ସମ୍ପୂର୍ଣ୍ଣ ଭରସା କରି ନିଜ ଚାଷ ଜମି ଶସ୍ୟ ଫଳକୁ ଦେଖି କହିଲେ, ଆଗାମୀକାଲି ସକାଳୁ ଆସି ଫସଲ କାଟି ନେବା। ହେଲେ ଅଲ୍ଲାହ ତାଆଲା ଚାହିଁଲେ ଆମେ କାଲି ସକାଳେ ଆସି ଫସଲ କାଟି ନେବା ବୋଲି କହି ନ ଥିବାରୁ ଗାଏବକୁ ସତେକି ଜାଣି ନେଇଥିଲେ ବୋଲି ଏମିତି କହିବାରୁ ରାଗି, କ୍ରୋଧୀ, ଜଲ୍ଲାଲି, ବିରକ୍ତିଆ, ବେଜାରି ସତ୍ତା ଅଲ୍ଲାହ ରାତାରାତି ଚୋର ପଠାଇ ସେମାନଙ୍କର ଚାଷ ଜମିର ଫସଲକୁ ଉଜୁଡ଼ା କ୍ଷେତ କରିଦେଲା। ସକାଳକୁ ଆସି ସେମାନେ ଦେଖିଲେ ନିଜ ଚାଷ ଜମିର ହତଶିରି ରୂପକୁ। ସେମାନଙ୍କ ଭିତରୁ ଜଣେ ଜ୍ଞାନୀ ଲୋକ କହିଲା, ମୁଁ କହୁନଥିଲି ତୁମେମାନେ ଅଲ୍ଲାହର ଜପ କାହିଁକି କରୁନାହଁ? ମଣିଷକୁ ମାଡ଼ ଏପରି ହୋଇଥାଏ, ଆଉ ବିଚାର ଦିବସ କୟାମତର ମାଡ଼ ଆହୁରି କଠୋର ଏବଂ ଦୀର୍ଘସ୍ଥାୟୀ ହେବ। ସୁତରାଂ ମଣିଷ ସର୍ବଦା ମୋତେ ମନେ ପକାଉ, କାରଣ ମୋର ସ୍ମରଣରେ ମଣିଷ ଆତ୍ମାର ଶାନ୍ତି ଅଛି। ପୁଣି ବିପଦର କର୍ତ୍ତା ଓ ପ୍ରେରକ ମୁଁ ଅଲ୍ଲାହ। ମା ଅସାବା ମିନ୍ ମୁସିବତିନ୍ ଇଲ୍ଲା ବିଇଜ୍ନିଲ୍ଲାହ। ପାଠ ତଗାବୁନ, କୋରାନ ଭାଗ 28। ମଣିଷକୁ ଅଲ୍ଲାହର ଇଚ୍ଛାରେ ହିଁ ବିପଦ ବା ମୁସିବତ ପହୁଞ୍ଚେ। ଯେହେତୁ ମଣିଷ ଠକ, ଚାଲବାଜ, ଅବିଶ୍ୱାସୀ, ଅମାନିଆ, ସମକକ୍ଷକାରୀ, ମୁଶ୍ରିକ, ଗର୍ବୀ, ଉଦ୍ଧତ, ବିଶୃଙ୍ଖଳ, ହେରାଫେରି, ଆପେ ଭରସାୟିତ, ସେ ଲାଗି ବିପଦ ଦେଇ ମଣିଷକୁ ସତର୍କ, ସାବଧାନ, ସୁଧାର କରାଏ। ଅଲ୍ଲାହକୁ ସବୁ ଜଣାଅଛି। ଗାଏବ ମୋର, ମଣିଷର ନୁହେଁ।